ଚଡ଼ି ପିନ୍ଧିଛ ଚଡ଼ି ପିନ୍ଧିଛ ଇଏ ହଉଛି ଆମ ଓଡିଶାର ଅଷ୍ଟମ ଅଜୁବା। ୟା ଭଳିଆ ପନା ଓଡିଶାର କାର ବି ନାହିଁ। ଆପଣ ମାନଙ୍କୁ ଗୋଟେ ଏକ୍ଜାମ୍ପଲ କହୁଛି, ଯଦି ଗୋଟେ କିଆରେ 5-10 ପ୍ରକାର ସାର ପଡିବ, ଗଛ ବଡ ହବ ଆଉ ଫଳ ଓଭର ସାଇଜ ହବ। ଭୁଲ ୟାର କିଛି ନାହିଁ। ଭୁଲ ହଉଛି ତୋ ମାର। ତୋ ବାପା ଦୁଇଟି ଗଲା ପରେ ତୋ ମା ଅଲଗା ନଗରରେ ଚାଷ କରୁଛି। ସେଇଥିପାଇଁ ତ ଓଡିଶାର ସମସ୍ତଙ୍କଠୁ ବଡ ହାଇବ୍ରିଡ ତୋର ପନା ହେଇଛି। ଭାଇ ଓ ଭଉଣୀ ମାନେ, ଆଜିର ଭିଡିଓ ଦେଖିବା ପୂର୍ବରୁ କାନେ ଆଗ ହେଡଫୋନ ଦେଇଦିଅ, କାହିଁକି ନା ଆଜିର ଭିଡିଓ ହଉଛି 3 ଅକ୍ଷରୀ ଭାଷା। ସେଇଥିପାଇଁ ତ ସେଟା ଖାଲି କାନରେ ଶୁଣି ହବନି। ଭାଇ ମାନେ, ଯଦି ଆପଣଙ୍କ ଘର ଲୋକ ଦେଖିବେ ପରେ ଆଉ ମତେ ଦୋଷ ଦେବେନି। ମାଟି ତଳେ ଜିଆ ମୋର ବୋଉର ହେଲା ଫୁଲା। କଣ କହିଲୁ? ମାଟି ତଳେ ଜିଆ? ତୋ ବୋଉର ସେଟା ଖାଲିରେ ବଡ ହେଇନି। ଛାଇଯାକ ପିଲା ମିଶିକିନା କରିଛି ବୋଲି ଆଜି ତୋ ମାର ତଳ ବଡ ହେଇଛି, ବୁଝିଲୁ? ସବୁ ରାଣ୍ଡି ମାନେ ମତେ ସରଦାର ମାନିବେ। ମୁଁ ବି ଦିନେ ରାଣ୍ଡି ସାଇ ଖୋଲିବି। କଣ କହିଲୁ? ତୁ ଏବେ ରାଣ୍ଡି ହେଇଛୁ? ଯଦି ଓଡିଶାରେ ବେଦ ଗଣିତ ହବ ତୁ 1 ନମ୍ବର ଆସିବୁ, ତୋ ପରେ ନିଶାମାନ ଆସିବ। ତୁ ସତ କଥା କହ, ତୋତେ କେ ଜଣ ଏକାଥରକେ ପୁରେଇଲେ ଶାନ୍ତି ଲାଗିବ? ମୁଁ ତ ଭାବୁଛି ତୋର ଏକାବେଳେ ଯଦି 6ଟା ପଇବ ତାହେଲେ ତ କଣ୍ଡୁ ମାରି ପାରିବେନି। गजब बेइज्जती है। ଯାଇଥିଲି ମୁଁ ହାଟକୁ ଆନିଆକୁ ଜଡ଼ା ତେଲ। ହାଟ ମଝିରେ ଜଣେ ଆସି ଚିପି ଦେଲା ମୋର ବେଲ। ହରକ ମାଲ ବଲ ବି ଆଣିଲେ ଛୋଟ ପିଲା ସବୁ ହାତ ମାରନ୍ତି, ପୁଣି ବାପା ମା ତାକୁ ରିଟର୍ନ କରନ୍ତି। ତୁ ହଉଛୁ ହରକ ମାଲ ବେପାରୀ ଠାରୁ ଆହୁରି ଶସ୍ତା ରାଣ୍ଡି। ସେଇଥିପାଇଁ ତ ତୋପନାକୁ କି ହାତ ମାଇଲେ ତୋତେ ଗୀତ ଗାଇବା ଭଳି ଲାଗୁଛି। अरे बाप रे, ये तो धोती खोल रहा है। ଆକାଶରେ ଉଡୁଛି ଗୁଡ଼ି, ମୋ ବୋଉ ପିନ୍ଧିଛି ଚଡ଼ି। ଆକାଶରେ ଉଡୁଛି ଗୁଡି, ତୋ ବୋଉ ପିନ୍ଧିଛି ଚଡି। ତୋ ବୋଉ ଯଦି ଚଡି ପିନ୍ଧିଥାଇତା ତା କଣ ଗାଁ ଯାକ ଟୁକା ତୋ ବୋଉ ଗୋଟେ ପୁରେଇଥାନ୍ତେ? ତୋ ବୋଉକୁ ଯା ପଚାରିବୁ, ତୋ ବୋଉ ଯେ ଗଞ୍ଜେଇ ପଣା ପିଇନା ଶୋଇ ପଡେ। ସେଇଥିପାଇଁ ତ ଯିଏ ଆସିଲା ସିଏ ପୁରେଇଲା। ସେଇଥିପାଇଁ ତୋ ବୋଉର ବଡ ହେଇଗଲା। କି କଥା ଏଗୁଡାକ, ଲଜ୍ଜା। ଜନକୁ ପରେ ଜନକୁ ଶୁଙ୍ଘେଇବି, ଏତେ କଲ ଗଲ କଣ ପାଇଁ? ଓଡିଶାର ସବୁଠୁ ବଡ ମନ୍ଦିର କହିଲେ ପୁରୀ ମନ୍ଦିର ଆସେ, କିନ୍ତୁ ଏବେ ସବୁଠୁ ବଡ ପଣା କହିଲେ ପୁରୀ ଝିଅର ଆସୁଛି। ଯିଏ କଥା କହିଛି କିଛି ଭୁଲ କହିନି। ମନ୍ଦିର ତୁଲେ ନା ବାଟରେ ହଗିଲେ ନା। ତୋ ଜୀବନରେ କିଛି ଭଲ କାମ କରି ତ ପାରିବୁନୁ, କିନ୍ତୁ ପନା ଧରିଛି ବୋଲି ଲୋକମାନଙ୍କୁ ଦେଖାଉଛୁ। କିଛି ନହେଲେ ଟୁକା ମାନେ ଯୋଉ ହିଷ୍ଟ୍ରିଆ ହଉଛି ତୋ ଭିଡିଓ ଦେଖି ବାଥରୁମ ଯିବେ। ତୋ ଭଳିଆ ବେଦକୁ ଯଦି ଜଣେ ଗାଣ୍ଡି ମାରିବ ତାହେଲେ ତ ଗଲୁ ମାରି ପାରିବନି। ତୋତେ 100 ଜଣ ହେଲେ ବି ତୋ କଣ୍ଡୁ ମରିବନି। ସେଇଥିପାଇଁ ତ ତୋ ବୋଉ 100 ଜଣଙ୍କଠୁ ଗାଣ୍ଡି ମାରି ନା ତୋ ଭଳିଆ ବେଦ ଛୁଆ ଜନ୍ମ କରୁଛି। और अभी तो रुको, क्लाइमैक्स अभी बाकी। କୋଉ କଲର ଚଡ଼ି ପିନ୍ଧିଛ? ତୋ ଭଳିଆ ବେଦକୁ ଓଡିଶାର କାର ବି ଜି ମାରିବା ପାଇଁ ସାହସ ହବ। ତୁ ଗୋଟେ କାମ କର, ତୋ ମା ଭଳିଆ ତୁ ବି ବେପାର ଷ୍ଟାର୍ଟ କର। ଆଜିକାଲି ଦୁନିଆ ଭାରି ଗାଣ୍ଡି ମଡ଼ା ଦୁନିଆ। ଭାଇ ମାନେ, କାହାକୁ ଭାଷା କହିବା ପାଇଁ ଆମର ଟୋଟାଲ ଇଚ୍ଛା ନାହିଁ। ଏଭଳିଆ ବେଦ ଏମିତି ହଉଛନ୍ତି ବୋଲି ଆଉ ନିଜକୁ କଣ୍ଟ୍ରୋଲ କରି ହଉନି। ଯଦି ଆପଣ ମାନଙ୍କୁ ଏଭଳିଆ ଭିଡିଓ ଭଲ ଲାଗୁଛି ତାହେଲେ ଭିଡିଓକୁ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ହିଙ୍ଗୁଳା, ଲଭ୍ ୟୁ ଅଲ୍। ଚାଲୁ।